ଥଣ୍ଡା ହବା ଯୋଗୁଁ ଲୋକ ଯାତାୟାତ କମ୍, ତାରି ସୁଯୋଗରେ ଚୋରି କରି ନେଇଛନ୍ତି ଆଉ କ'ଣ। ପାଖାପାଖି 6ରୁ 7ଟି ଦୋକାନ ଚୋରି ହେଇଛି। ମୋ ନାଁ ନଗେନ୍ଦ୍ର ଜେନା, ଘର ରାଉତପଡ଼ା, ପଞ୍ଚାୟତ ମଧ୍ୟ ରାଉତପଡ଼ା। ଚୋରି ଘଟଣା ଏଇ ଛକରେ କାଲି କ'ଣ ହେଇଛି, ରାତିରେ ଚୋରମାନେ ପ୍ରାୟ ମଧ୍ୟରାତ୍ରି ସମୟ କି 12ଟା ଖଣ୍ଡ ସମୟରେ ଚୋରମାନେ ବିଭିନ୍ନ ଦୋକାନ ପ୍ରାୟ 6ରୁ 7ଟି ଦୋକାନ ଭାଙ୍ଗିଛନ୍ତି। ବିଭିନ୍ନ କାହାର କବାଟ ଭାଙ୍ଗି ଦେଇଛନ୍ତି। ପ୍ରାୟତଃ ଆମର ଯେଉଁ ଫଳ ଦୋକାନ ଥିଲା, ସେ ଫଳ ଦୋକାନ 6ଟି ଚାବି ପଡ଼ିଥିଲା, ଚାବି ମଧ୍ୟ ଭାଙ୍ଗିଛନ୍ତି ଏବଂ ତାର ସେଫ୍ଟି ଜିନିଷ ଯାହା ବି ଥିଲା ସେସବୁ ଭାଙ୍ଗିକି ଦୋକାନ ଭିତରୁ ପଶିକି ଫଳ ଗୁଡ଼ିକ ନେଇଯାଇଛନ୍ତି ଏବଂ ନଷ୍ଟ ମଧ୍ୟ କିଛି କରିଦେଇଛନ୍ତି ଏବଂ ଦୋକାନ ତାର ଯେଉଁ ପାଲି ଥିଲା, କଣ୍ଟାରେ ଯେଉଁ ପାଲି ଥିଲା ତାକୁ ସବୁ ନେଇଯାଇଛନ୍ତି। କେତେ ଟଙ୍କାର ଜିନିଷ ଚୋରି କରିଛନ୍ତି? ପ୍ରାୟତଃ ଫଳ ଦୋକାନ କହିବାକୁ ଗଲେ ପ୍ରାୟ ସବୁ ଦୋକାନ ପ୍ରାୟ 3 ଲକ୍ଷ ଉପରେ ଦୋକାନ ଚୋରି ହେଇଛି। ଆଉ ପାନ ଦୋକାନ, ତା ସହିତ ଏଠି ଆମର ଚାହା ଦୋକାନ ଥିଲା, କସ୍ମେଟିକ ଦୋକାନ, ସବୁ ପ୍ରକାର ଦୋକାନ ଥିଲା। କସ୍ମେଟିକ ଦୋକାନରୁ ପ୍ରାୟ ଅନ୍ୟାନ୍ୟ ବହୁତ କହିବାକୁ ଗଲେ ତାର ସାଇଡ୍ ସବୁ କବାଟ ଭାଙ୍ଗି ଦେଇଛନ୍ତି ଏବଂ ବିଭିନ୍ନ ବ୍ୟାଗ୍ ତାର ସବୁ ଯାହା ଥିଲା ସବୁ ନେଇଯାଇଛନ୍ତି। ଆସିଥିଲେ ଏବଂ ରିପୋର୍ଟ କରିକି ଯାଇଛନ୍ତି ଏବଂ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଚୋର କିଭଳି ଧରା ଯାଇପାରିବ। ଦାବି ରହିବ କି ଏଇ ରାତ୍ରି ସମୟରେ କେମିତି ଆମର ପେଟ୍ରୋଲିଂ କରାଯାଇପାରିବ ଏବଂ ଏଠି କିଛି ସୁରକ୍ଷା ବ୍ୟବସ୍ଥା କିଛି କଲେ ଯେ ଦୋକାନ ବାଡ଼ି ରହୁଛି କିଭଳି ତାର ଆଗରୁ ଆସୁଥିଲା, ଏବେ ତ କାହିଁ କିଛି ଆସିନାହିଁ। ଆମେ ଦାବି ରଖୁଛୁ ସନ୍ଧ୍ୟାବେଳେ ଆସେ ନା ରାତିରେ ଆସେ? ସନ୍ଧ୍ୟା ରାତିରେ ଆସନ୍ତି ଆଉ ଆଗରୁ ସନ୍ଧ୍ୟାରେ ଆସୁଥିଲେ। ଗ୍ରାମ ରକ୍ଷୀ ଡ୍ୟୁଟି କରନ୍ତି ଛକ ଉପରେ? ନାଇଁ 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 ଦାବି ରଖିବୁ ଯେ ଏଠି ନିହାତି ଭାବରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଉ କି ଗ୍ରାମ ରକ୍ଷୀର ବ୍ୟବସ୍ଥା କରାଯାଉ, ଯେ ଡ୍ୟୁଟି ରଖିବେ, ଲାଇଟ୍ ପେଟ୍ରୋଲିଂ କରାଯାଉ। ଦୋକାନୀ ଭାଇ ମାନଙ୍କୁ ପାଇଁ ଏଠି ମାନେ ଇଲେକ୍ଟ୍ରିଫିକେସନ କରାଯାଉ। ଏ ଦୋକାନୀ ମାନେ ରାତିରେ ଦୋକାନ ଖୋଲି ପାରୁନାହାନ୍ତି, ଏମାନେ ରାତିରେ ମାନେ ବ୍ୟକ୍ତିଗତ ଭାବେ ଲାଇଟ୍ ବ୍ୟବସ୍ଥା କରୁଛନ୍ତି, ଏଠି ଇଲେକ୍ଟ୍ରିଫିକେସନ ହେଇପାରୁନାହିଁ। ତେଣୁ ତା ପାଇଁ ମଧ୍ୟ ପ୍ରଶାସନିକ ଆମର ଅନୁରୋଧ ରହିବ ଯେ ଏଠାରେ ଗୋଟେ ମାର୍କେଟ କମ୍ପ୍ଲେକ୍ସ କଲେ ଆମେ ମାନେ ଏଇ ଚୋରିରୁ ଟିକେ ବଞ୍ଚେଇ ପାରିବା। ଆଉ ସେଫ୍ଟି ହେଇପାରିବ, ଦୋକାନ ବାଡ଼ି ଭଙ୍ଗା ଏସବୁ ବ୍ୟବସ୍ଥା ହେଇପାରିବ। ନେଇଛନ୍ତି କିଛି କିଛି ନେଇଛନ୍ତି ରାଇ ସେଟ୍, ରାଇ ଗୋଟେ ସେଟ୍ ଦେଇଛି। ଏଇଟାର ଥିଲା ସବୁ ଗୁଡ଼ାକ ଚନାଚୁର ବିସ୍କୁଟ, ସେଇଟାର 2ଟା ତେଲ ପେଟି ଯାଇଛି, ଅଟା ବୁରା ଗୋଟେ ଯାଇଛି, ଚିନି 5 କିଲୋ, ବେସନ 5 କିଲୋ, ଏସବୁ ଚାଲି ଯାଇଛି। ଜିନିଷ ଗିଫ୍ଟ ଆଇଟମ୍ ଥିଲା, କାପ୍ ଫାପ୍ ସବୁ ଥିଲା, କାଚ ଗ୍ଲାସ୍ ଥିଲା ସେଠି ନାହିଁ। ଆଉ ଅଳ୍ପ ଅଳ୍ପ ଇଏ ଜିନିଷ ଧରମଣି ଏକ୍ସ ସରପଞ୍ଚ ରାଉତପଡ଼ା। ରାଉତପଡ଼ା ଛକ, ରାଉତପଡ଼ା ଛକରେ କୋଭିଡ ଠାରୁ ଏଠି ଦୋକାନ ବାଡ଼ି ଗରିବ ଲୋକମାନେ ବାହାରେ ଥିଲେ, ସେମାନେ ସବୁ ଆସି ଦୋକାନ ଏଠି କରିକି ଛୋଟିଆ ଛୋଟିଆ ଦୋକାନ କରିକି ବସିଛନ୍ତି। ତ କେବେ ଚୋରି ହେଇନଥିଲା, ଏଟା ଫାର୍ଷ୍ଟ ଟାଇମ୍ ଏଠି ଚୋରି ହେଲା। ବିଭିନ୍ନ ଦୋକାନ କରିଛନ୍ତି, କିଏ ଫଳ ଦୋକାନ, କିଏ ତେଜରାତି ଦୋକାନ, କିଏ ପରିବା ଦୋକାନ, ଚା ଦୋକାନ, କସ୍ମେଟିକ ଦୋକାନ ଇତ୍ୟାଦି ଦୋକାନ 5-6ଟା 7ଟା ଦୋକାନ କାଲି ଚୋରି ହେଇଛି। 2-3 ଲକ୍ଷ ଟଙ୍କାର ସମସ୍ତଙ୍କ ଯାଇଛି, କାରଣ ଛୋଟିଆ ଛୋଟିଆ ଦୋକାନ 2-3 ଲକ୍ଷ ଟଙ୍କା ଯାଇଛି। ତାଙ୍କର ଦୋକାନ ଛୋଟ, ବେଶୀ ଆସିବ। ପୁଲିସ ଆସିଥିଲେ, ପୁଲିସ କି ମୁଁ ଖବର କରିଥିଲି, ପୁଲିସ ଆସିଥିଲେ, ତଦନ୍ତ କରି ଯାଇଛନ୍ତି। ପୁଲିସ କି ମଧ୍ୟ ମୁଁ ଏକଥା କହିଛି ଯେ ୟାକୁ ଭଲ ଭାବରେ ତଦନ୍ତ କରି ଚୋରି ଯିଏ ତାକୁ ଧରିବାର ବ୍ୟବସ୍ଥା କରନ୍ତୁ ଏବଂ ଏଠି ପେଟ୍ରୋଲ ଡ୍ୟୁଟି ଟିକେ ଦିଅନ୍ତୁ। ସରକାରଙ୍କ ଦ୍ୱାରା ଯାହା ଅଛି ତାକୁ କୁକୁର ଫୁକୁରଠୁ ଆରମ୍ଭ କରି ଯାହା ଅଛି ତାକୁ ଆଣି ଏଠି ସାଇଣ୍ଟିଫିକ ଟିମ୍ ଆଣି ତାକୁ ତଦନ୍ତ କରିବାର ବ୍ୟବସ୍ଥା କରନ୍ତୁ। ଏଟା ସରକାରଙ୍କ ପାଖରେ ଆମର ଦାବି ରହିଲା। ଏବଂ ଏଠି ପେଟ୍ରୋଲ ଡ୍ୟୁଟି କି ପ୍ରକାର ପୂର୍ବରୁ କାଳେ କେତେବେଳେ କାଁ ଭାଁ ଆସୁଥିଲେ, ଆଉ ସେମିତି ବି ଆସୁନାହାନ୍ତି। ତେଣୁ ଏଠି ତଦନ୍ତ କରିକି ଆମର ଦାବି ରହିଲା, ତଦନ୍ତ କରିକି ଠିକ ଭାବରେ ନିଆଦିଆଯାଉ, ପେଟ୍ରୋଲ ଡ୍ୟୁଟି ବି କରାଯାଉ।